ଭାବୁଛନ୍ତି ସାଙ୍ଗମାନେ କାହା ବାହାଘର କୁଲବର କାହିଁକି ମୁଁ ଏରକ ସଜଉଛି କିଛି ଲାଷ୍ଟ ଭିଡ଼ିଓ ଦେଖି ଜାଣିପାରିବ। ଆଇ ସାଙ୍ଗମାନେ ସକାଳୁ ସକାଳୁ ଉଠି ପଡ଼ିଲି ମୋ ମାଆଙ୍କ ମାମୁଁ ଘରକୁ ଚାଲି ଆସିଲି। ୟାଙ୍କ ଘରେ ବର୍ତ୍ତମାନ ହେଇଛି ପିଠା ହେଉଛି, କାରଣ ସାଙ୍ଗମାନେ ଆଜି ହେଉଛି ପୋଢ଼ୁଅଷ୍ଟମୀ। ମୁଁ ତାପରେ ସାଙ୍ଗମାନେ ଯାଇକି ସାଙ୍ଗମାନେ ଘର ପରେ ଗାଧୋଇ ପାଧୋଇ ରେଡ଼ି ହେଇକି ଚାଲି ଆସିଲି। ଆସିଲା ବେଳକୁ ୟାଙ୍କର ବି ସାଙ୍ଗମାନେ ସରିଯାଇଥିଲି ପୂଜା। ପୂଜାଟା ଦେଖୁଛନ୍ତି ମାନେ ଲୁଗା ପଟା ପୁରା ସବୁକିଛି ପୂଜା ସରିକି ମାନେ କାମ ସାରି ଦେଇଛନ୍ତି। ତାପରେ ମୁଁ ନୂଆ ପ୍ୟାଣ୍ଟ ସାର୍ଟ ପିନ୍ଧି ପକେଇନି। ପିନ୍ଧି ପକେଇଲାକୁ ମୋ ଆଈ ଜଣଙ୍କର ସଜିଦେଲେ ଚନ୍ଦନର। ତାପରେ ଏଠି ଶଙ୍ଖ ମିନି ବସିବେନି। ତାପରେ ମାନେ ଏଠି ବସିଛି କିଏ ମୁଁ ବସିଛି, ମୋ ମାଆ ବସିଛି, ମୋ ମାଆଙ୍କର ଆଈ ବସିଛି, ଆଉ ମୋ ମାଉସୀ ଜଣକ ବସିଛି। ଆଉ ସେ ଆଈ ଜଣକ ଆମକୁ ଶଙ୍ଖ କରୁଛନ୍ତି। ଦେଖୁଛନ୍ତି ନା ସାଙ୍ଗମାନେ କିପରି ଭାବରେ ସେ ଆଈ ଜଣକ ଆମକୁ ଶଙ୍ଖ କରିଦେଲେ। ତାପରେ ଆମେ ଏଠି ନିଶ ଠାକୁରଙ୍କୁ ଏଠି ଭଲ ଭାବରେ ସେମାନେ ଜୁହାର ହେଇ ପଡ଼ିଲୁ। ଜୁହାର ହେଲା ପରେ ମୋ ମାଆଙ୍କର ଆଈକୁ ମଧ୍ୟ ଆମେ ଜୁହାର ହେଲୁ। ମୋ ମାଆଙ୍କ ଆଈ ଦେଖୁଛନ୍ତି ମାନେ ଏତେ ବୟସ ହେଲା ପରେ ବି ମଧ୍ୟ ସିଏ ମଧ୍ୟ ପୋଢ଼ୁଅଷ୍ଟମୀ ହେଉଛନ୍ତି। ଦେଖୁଛ। ତାପରେ ହେଉଛି ଦେଖ ମୋ ଆଈ ଜଣକ ସଜିଛନ୍ତି କିପରି ଦେଖ ଚନ୍ଦନରେ। ତୁମେ ତ କ୍ଲିଅର ସହିତ ଦେଖିନଥିଲ। ଦେଖ ସେମାନେ କିପରି ଢେଉ ଢୁକା କରିଛନ୍ତି ଏବଂ ସେମାନେ ଏମରେ ସେମାନେ ଏଇଟା ହେଉଛି ନୂଆ ପ୍ୟାଣ୍ଟ ସାର୍ଟ ଥିଲା। ଦେଖୁଛ। ତାପରେ ମୋ ଅଜା ମଧ୍ୟ ଏଠି ନୂଆ ପ୍ୟାଣ୍ଟ ସାର୍ଟ ନେଇଥିଲେ, କିନ୍ତୁ ସେମାନେ ମୋ ଅଜାଙ୍କ ଡ୍ରେସ୍ଟି ଆଜି ପିନ୍ଧି ପାରିନଥିଲି। ସଙ୍ଗେ ସଙ୍ଗେ ଘର ପାଖରେ ରଖିଦେଇ ଚାଲି ଆସିଥିଲି ମାଆଙ୍କ ମାମୁଁ ଘର ପାଖକୁ। ଏଠି ସେମାନେ ବସିଥିଲେ ସେମାନେ ଖାଇବା ପାଇଁ, ମାନେ ପଖାଳ ଖାଇଥିଲି ଏବଂ ସେମାନେ ଆଳୁ ଭଜା। ତାପରେ ହେଉଛି ଯାଇଥିଲେ ମାଉସୀଙ୍କ ଝିଅକୁ ସେମାନେ ଅଷ୍ଟମୀ କରିବା ପାଇଁ, ମାନେ ମୋ ମାମୁଁଙ୍କ ସହିତ। ଦେଖୁଛି ସେମାନେ ଇଏ ଯେଉଁ ମାଉସୀଙ୍କ ଝିଅ କିପରି ଭାବରେ ହେଇଛି ସେମାନେ ନିହାତି କମେଣ୍ଟରେ ଜାଣିବେ। ଆଉ ସେମାନେ ଏଇ ଡ୍ରେସ୍ଟି ସେମାନେ ମାମୁଁ ଜଣକ ନେଇଥିଲେ। ତାଙ୍କ ଘରେ ଆମେ ଯାଇ ଖାଇଥିଲେ ଚିଙ୍ଗୁଡ଼ିରେ ତିଆରି ଚଟୁଣି ଏବଂ ଚିଙ୍ଗୁଡ଼ି ଚଟଣି ଏବଂ ସେମାନେ ବଡ଼ ମାଛର ଝୋଳ। ଖାଇସାରିବା ପରେ ସେମାନେ ଆମେ ବାହାରିଥିଲେ ଆମେ ନିଜ ନିଜ ଘରକୁ। ତାପରେ ମଧ୍ୟ ମଉସା ମଧ୍ୟ ଆମ ସହିତ ବାହାରିଥିଲେ। ତାପରେ ସେମାନେ ମଉସାକୁ ଦେଖି ସେମାନେ ପିଲାଟି ସେମାନେ ରହିପାରିନଥିଲେ। ଦେଖନ୍ତୁ ସେମାନେ ପିଲାଟି କେମିତି ହେଲା। ତାପରେ ମଉସାଟି କାଖିଲା ପରେ ସେମାନେ ଖୁସି ହେଇଥିଲା ପିଲାଟି। ତାପରେ ହେଉଛି ଦେଖନ୍ତୁ ମାଉସୀଙ୍କ ଘର ଦେଖିଲେ। ତାପରେ ମୋ ମଉସାଙ୍କ ଗାଡ଼ିରେ ମଧ୍ୟ ପିଲାଟି ବସିଥିଲା। ତାପରେ ଆମେ ଯିବା ବୋଲି ମୋ ମାଉସୀ ପୁଣି ଥରେ ପିଲାଟିକୁ ଧରିକି ଦେଖୁଛନ୍ତି ଆମ ପାଖକୁ ମଧ୍ୟ ଆସିଥିଲା। ତାପରେ ସେମାନେ ଆମର ତ ଯିବା ଟାଇମ୍ ହେଇଥିଲା। ଆମେ ତାପରେ ସେମାନେ ଆମ ଘରକୁ ଆସିକି ପହଞ୍ଚିଥିଲେ। ପହଞ୍ଚିଲା ପରେ ସେମାନେ ମୋ ମାଆ ଏଠି ତ ଗରମା ଗରମ 2ଟା ପିଜା କରିଦେଇଥିଲା। ଆଉ ସଙ୍ଗେ ସଙ୍ଗେ ସେମାନେ ମାନେ ପିଜା ଖାଇଦେଲି ମୁଁ। ପିଜାଟି ମଧ୍ୟ ବହୁତ ସୁନ୍ଦର ଲାଗିଲା। ଏତେ ସୁନ୍ଦର ଯେ ମୁଁ କହିପାରିବି ନାହିଁ। ମୁଁ କିସ କହିମି ସାଙ୍ଗମାନେ, କମେଣ୍ଟରେ ସେମାନେ ଜଣିବ। ଆଉ ସାଙ୍ଗମାନେ ରାତିରେ ସାଙ୍ଗମାନେ ମୋ ଅଜାଙ୍କ ଘରକୁ ଆସିଲା ବେଳକୁ ମାଂସ ଝୋଳ ମାନେ ଦେଶୀ ମାଂସର ଝୋଳ ଭାତ ଖାଇଥିଲି।